କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା ଗୋଟେ ଗାଁ ପାଖରେ ଗୋଟେ ଜଙ୍ଗଲ ଥିଲା। ଘଞ୍ଚ ଜଙ୍ଗଲଟିଏ। ସେ ଭିତରେ ସବୁ ବାଘ, ଭାଲୁ, ହାତୀ, ବିଲୁଆ ସମସ୍ତେ ରହୁଥିଲେ। ପକ୍ଷୀ, ପଶୁ ବିଭିନ୍ନ ପ୍ରକାର ଜନ୍ତୁ ସେଠି ଚଳୁଥିଲେ। ହେଲେ ସେଠି କ'ଣ ହେଇଛି ନା ଗୋଟେ ଦଳେ ବିଲୁଆ ବି ରହୁଥିଲେ। ତମେମାନେ ତ ଜାଣିଛ ବିଲୁଆ ଭାରି ଚାଲାକ। ତ ସବୁ ବିଲୁଆ ବୁଲି ବୁଲି ସନ୍ଧ୍ୟା ପରେ ଯିଏ ଯାହାର ଶିକାର କରି ଯାହା ବାସି ମଡ଼ା ପଚା ସେମାନେ ଖାଆନ୍ତି ସବୁ। ଦିନେ କ'ଣ ହେଇଛି ନା ଗୋଟେ ଭେଣ୍ଡିଆ ବିଲୁଆଟିଏ, ମାନେ ପୁରା ୟଙ୍ଗ ଥିଲା। ସେ ବିଲୁଆ କ'ଣ କରିଛି, ରାତି ସାରା ବୁଲି ବୁଲି ଖାଦ୍ୟ ଯାହା ମିଳିଲା ଖାଇଲା। ସକାଳ ଭୋର ହେଲା ବେଳକୁ କ'ଣ ହେଇଛି ନା ତାର ଆଉ ଖିଆଲ ନାହିଁ। ସିଏ ଜଙ୍ଗଲ ବାହାରକୁ ଟିକେ ପଳେଇ ଆସିଛି ଗୋଟେ ଗାଁ ପାଖାପାଖି। ଯେମିତି ସୂର୍ଯ୍ୟ ଉଦୟ ହେଲା, ଗାଁରେ ଯେତିକି କୁକୁର ଥିଲେ ସବୁ କୁକୁର ମାନେ ତ ବିଲୁଆକୁ ଦେଖିଲା ମାନେ ଗୋଡ଼େଇଲେ ତାକୁ ହୁକେ ହୋ କରି ସେ ଦୌଡ଼ିଲେ ଏ ତରବର ଛାନିଆ ହେଇ ସେ କ'ଣ କରିଛି ନା ଜଙ୍ଗଲ ଆଡ଼େ କ'ଣ ଯିବ, ସେ ଦୌଡ଼ି ଦୌଡ଼ି ଗାଁ ପାଖରେ ଗୋଟେ ପୋଖରୀ ହୁଡ଼ାରେ ଗୋଟେ କୁଣ୍ଡ ଭିତରେ ଡେଇଁ ପଡ଼ିଲା। କୁଣ୍ଡ ଭିତରେ ବୁଡ଼ି ପଡ଼ିଲା। ଯେମିତି କୁଣ୍ଡଟିଏ ଥିଲା ସେଥିରେ ବୁଡ଼ି ପଡ଼ିଲା। କୁକୁର ମାନେ ଖୋଜି ଖୋଜି ତାକୁ ପାଇଲେନି। ନ ପାଇଲେ କ'ଣ ହେଇଛି ନା ପଳେଇଲେ। କିଛି ସମୟ ସେ ବୁଡ଼ିକି ରହିଲା। କିଛି ସମୟ ପରେ ଯେତେବେଳେ ଦେଖିଲା କୁକୁରଙ୍କ ଶବ୍ଦ ଆଉ ଶୁଣାଯାଉନି, ସେ କ'ଣ କଲା ନା ସେ କୁଣ୍ଡରୁ ବାହାରି ଧୀରେ କିନି ଯିବାକୁ ବସିଛି। କିଛି ବାଟ ଯାଇଛି କି ନାହିଁ ଦେଖିଲା ସେଇ କୁକୁରମାନେ ରାସ୍ତାରେ ଅଛନ୍ତି। ପ୍ରଥମେ ସେ ଚମକିଗଲା, କହିଲା ଆରେ ଏମାନେ ତ ମୋତେ ପୁଣି ମାରିବେ। ତଥାପି ଧୀରେ ଧୀରେ ଯାଉଛି, ଦେଖିଲା ସେ ଭିତରୁ ଗୋଟେ କୁକୁର ଆକୁ ଦେଖିଲା ଯେମିତି କ'ଣ ଆକୁ ଗୋଡ଼େଇବ, ସେ ଓଲଟି ଛାନିଆ ହେଇକି ସେ କୁକୁର ଦୌଡ଼ିଲେ। ବାକି କୁକୁର ବି ୟାକୁ ଦେଖିକି ସବୁ ଛାନିଆ ହେଇକି ଦୌଡ଼ିଲେ। ବିଲୁଆ କିଛି ବୁଝିପାରିଲାନି, କହିଲା ଆରେ ହେଲା କ'ଣ, ମୋତେ ତ ଏମାନେ ଗୋଡ଼ଉଥିଲେ ମାରିବାକୁ, ଏବେ ପୁଣି ଏମାନେ କାହିଁକି ମୋତେ ଦେଖିକି ଧାଇଁ ପଳାଉଛନ୍ତି। ଯାହା ବି ଗୋଟେ ହେଇଥିବ ଭାବିକି ସେ ତାର ଚାଲିଲା। ଯାଇ ଦେଖିଲା ଠିକ୍ ଜଙ୍ଗଲ ଯିବା ପୂର୍ବରୁ ପୋଖରୀଟିଏ ଥିଲା। ସେ ପୋଖରୀରେ ପାଣି ଟିକେ ପିଇବେ ବୋଲି ଦେଖିଲା ବେଳକୁ ସେ ନିଜର ଛାଇ ସେ ପୋଖରୀରେ ଦେଖିଲା। ନିଜ ଛାଇ ଦେଖି ସେ ନିଜେ ଚମକି ପଡ଼ିଲା। କ'ଣ ହେଇଛି ନା ବିଲୁଆଟି ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଦେଖାଯାଉଛି। ସିଏ ଦେଖି ଆଶ୍ଚର୍ଯ୍ୟ ହେଲେ, ନୀଳ କେମିତି ହେଲି? ତାପରେ ତାର ମନେ ପଡ଼ିଲା ସେଇ ଯେଉଁ କୁଣ୍ଡଟିରେ ସେ ବୁଡ଼ିଥିଲା, କୁକୁରମାନେ ଗୋଡ଼ଉଛନ୍ତି ବୋଲି ଗୋଟେ କୁଣ୍ଡରେ ବୁଡ଼ି ପଡ଼ିଥିଲା। ସେ କୁଣ୍ଡରେ ନୀଳ ରଙ୍ଗର କଲର ସବୁ ଥିଲା, ଯେଉଁଟାକି ଧୋବା ମାନେ ସବୁ ଲୁଗା ସଫା କଲା ପରେ ବୁଡ଼ାଇବା ପାଇଁ ରଖିଥାନ୍ତି। ସେ ନୀଳବର୍ଣ୍ଣ କଲରରେ ବୁଡ଼ିକି ସିଏ ନିଜେ ନୀଳ ହେଇଯାଇଛି। ତାକୁ ଭାରି ମଜା ଲାଗିଲା, ଆରେ ମୁଁ ତ ନୀଳ ଦେଖାଯାଉଛି। ଚାଲିଲା ସିଏ ଜଙ୍ଗଲ ଭିତରକୁ। ଜଙ୍ଗଲରୁ ଯେମିତି ଗଲା, ଛୋଟିଆ ଛୋଟିଆ ଜୀବଜନ୍ତୁ ମାନେ ଠେକୁଆ ଟାଇପ୍ର, କୋକିଶିଆଳ ଟାଇପ୍ର, ତାକୁ ଦେଖିକି ସବୁ ଛାନିଆ ହେଇକି ଦୌଡ଼ିଲେ। ତାକୁ ଆହୁରି ଖୁସି ଲାଗିଲା, ଆରେ ମୋତେ ସବୁ ଡରୁଛନ୍ତି। ସେଠୁ କ'ଣ ହେଇଛି ନା ଯାଇକି ଯେତେବେଳେ ପହଞ୍ଚିଲା ବିଲୁଆ ତାର ଯେଉଁ ଜାତି ଭାଇ ସାଙ୍ଗସାଥି ମାନଙ୍କ ପାଖରେ, ସେମାନେ ତାକୁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ। ଛାନିଆ ହେଇକି ସେମାନେ ଭାବିଲେ ଯେ ଇଏ ବୋଧେ କେଉଁଠୁ ଗୋଟେ କ'ଣ ବର ପାଇକି ଆସିଛି, କେଉଁ ଠାକୁର ବୋଧେ ଆକୁ ଆଶୀର୍ବାଦ ଦେଇଛନ୍ତି। ଆଉ ଭାବିକି ତାକୁ ସବୁ ମୁଣ୍ଡିଆ ମାରିଲେ। ମୁଣ୍ଡିଆ ମାରିବାରୁ ଏ ବିଲୁଆର ଆଉ ଟିକେ ଗର୍ବ ବଢ଼ିଗଲା। ଇଏ କହିଲା ମୋ ସାଙ୍ଗମାନେ ତ ମୋତେ ମୁଣ୍ଡିଆ ମାରୁଛନ୍ତି, ମୋର କ'ଣ ଅସୁବିଧା। ଆରାମସେ ବସିଲା, କିଛି କହିଲାନି। ନ କହିଲେ କ'ଣ ହେଇଛି ନା ସବୁ ବିଲୁଆ ଯିବେ, ଖାଦ୍ୟ ଦ୍ରବ୍ୟ ଯିଏ ଯାହାର ଆଣିବେ, ଆଣିକି ଆକୁ ଦେବେ। ଇଏ ଶାନ୍ତିରେ ଖାଇକି ବଡ଼ ଆରାମରେ ବସିଥିବ। ସେ ଜମା ପାଟି ଖୋଲିବନି। ସେମାନେ ଭାବନ୍ତି ଇଏ ବିଲୁଆ ବେଶ ତ ନୁହଁ, ଇଏ ବିଲୁଆ ବେଶରେ ସ୍ୱୟଂ ଠାକୁର ଭଗବାନ ଆସିଛନ୍ତି। ଆମର ଯେମିତି ମଣିଷମାନଙ୍କର ଭଗବାନ କୃଷ୍ଣ, ରାମଚନ୍ଦ୍ର, ଶ୍ରୀପ୍ରଭୁ ସମସ୍ତେ ତ ମଣିଷ ଭଳି ଦେଖିବାକୁ ନା। ସେ ବିଲୁଆମାନେ ବି ଭାବିଲେ ତାଙ୍କର ସିଏ ଠାକୁର ଆଉ ଏ ଭାବିକି ଅଛନ୍ତି। ଏମିତି କିଛି ଦିନ ଗଲା। କିଛି ଦିନ ଗଲେ କ'ଣ ହେଇଛି, ଆସ୍ତେ ଆସ୍ତେ ତାର ଯେଉଁ ନୀଳ କଲରଟା, ଗାଧୋଇବା ଖରାରେ ଯିବା ଭିତରେ ଆସ୍ତେ ଆସ୍ତେ ଟିକେ କଲର କମି କମି ଆସିଲାଣି। ସେମାନେ ଗୋଟେ ଦିଟା ବିଲୁଆ ଟିକେ ସନ୍ଦେହ କଲେ ଯେ ଇଏ ବୋଧେ ଠାକୁର ଫାକୁର କିଛି ନୁହଁ। ଆସ୍ତେ ଆସ୍ତେ ଏ କାନକୁ ସେ କାନ ହେଇ ସମସ୍ତେ କଥା ସିନା ହେଲେ, କିନ୍ତୁ ଆକୁ କେହି କିଛି କହିବାକୁ ସାହସ କରନ୍ତିନି, କାରଣ ମନରେ ଭୟ ଅଛି କାଳେ ଠାକୁର ହେଇଥିବେ ସିଏ। ସତ ଏମିତି କିଛି ଦିନ ଗଲା ଭିତରେ ଦିନେ କ'ଣ ହେଇଛି ନା ଭୋର ପାହାନ୍ତା ପ୍ରହର ବେଳକୁ, ଏଇ ଯେଉଁ 3 ପ୍ରହର ତମେ ଜାଣିଥିବ, 4 ପ୍ରହରରେ ବିଲୁଆ ମାନେ ଭୁକନ୍ତି। ସବୁ ବିଲୁଆ ହୁକେ ହୋ କରି ଭୁକିଲେ।
ଭୋକିଲେ। ଇଏ ଆଉ ଭୁଲି ଯାଇଛି ନିଜେ ଯେ ନୀଳବର୍ଣ୍ଣ ହେଇକି ମୁଁ ଡ୍ରାମା କରୁଛି ବୋଲି। ଇଏ ବି ସେମାନଙ୍କ ସହିତ ମିଶିକି ହୁକେ ହୋ କରି ଭୁକିଦେଲା। ଯେମିତି ଭୁକିଲା ସବୁ ବିଲୁଆ ଜାଣିଦେଲେ ଯେ ଆରେ ଇଏ କୋଉ ଦେବତା ଫେବତା ନୁହଁ, ଇଏ ଭାଇ ଆମର ଗୋଟେ ବିଲୁଆ, ଆମକୁ ଏଠି ପ୍ଲାନ୍ କରିକି ଆମଠୁ ଖାଇକି ଆରାମସେ ଅଛି। ଗୋଠେଇକି ତାକୁ କାମୁଡ଼ି କଲେ। ପ୍ରାଣ ବିକଳରେ ସେ ପୁଣି ଭୁଲ ମାଗିଲା ସମସ୍ତଙ୍କୁ, କହିଲା ନା ନା ମୁଁ ଆକ୍ଚୁଆଲି ତମମାନଙ୍କ ଭିତରୁ ଗୋଟିଏ, ମୁଁ ଯାଇଥିଲି ସେପଟେ ଏମିତି ନୀଳରେ ବୁଡ଼ିଗଲି ତ, ମୁଁ ଟିକେ ଏମିତି ବସିଥିଲି ଅଳସୁଆ ହେଇକି, ଖାଇବାକୁ ମିଳୁଥିଲା ମାଗଣା ଆଉ। ସମସ୍ତେ ରାଗିଲେ, ଦଣ୍ଡ ଦେଲେ। ତା ପରଠୁ ସିଏ ପୁଣି ସବୁ ବିଲୁଆଙ୍କ ଭଳି ନିଜେ ବି ଖାଦ୍ୟ ସଂଗ୍ରହ କରି ନିଜେ ନିଜର ଖାଦ୍ୟ ଖାଇଲା। ମୋ କଥାଟି ସରିଲା। ଫୁଲ ଗଛଟି ମରିଲା। ଏ ଫୁଲ ଗଛ ତୁ କାହିଁ ମରିଲୁ? ନା ମତେ ଗାଈ ଖାଇଦେଲା। ଏ ଗାଈ ତୁ କାହିଁ ଖାଇଲୁ? ନା ମତେ ଗଉଡ଼ ଜଗିଲାନି। ଏ ଗଉଡ଼ ତୁ କାହିଁ ଜଗିଲୁନି? ନା ମତେ ମୋ ଘରେ ଖାଇବାକୁ ଦେଇନଥିଲେ। ଏ ଗୌରୁଣୀ ତୁ କାହିଁ ଖାଇବାକୁ ଦେଲୁନି? ନା ମୋ ଛୁଆ କାନ୍ଦିଲା। ଏ ଛୁଆ ତୁ କାହିଁ କାନ୍ଦିଲୁ? ନା ମତେ ପିମ୍ପୁଡ଼ି କାମୁଡ଼ିଦେଲା। ଏ ପିମ୍ପୁଡ଼ି ତୁ କାହିଁ କାମୁଡ଼ିଲୁ? ନା ମୁଁ ହଉଛି ନାଲି ପିମ୍ପୁଡ଼ି। ମୁଁ ମାଟି ତଳେ ତଳେ ଯାଉଥାଏ। କଅଁଳ ମାଉଁସ ଯୋଉଠି ଦେଖିଲି ରୁଟୁକିନା କାମୁଡ଼ି ଦିଏ। କୁନି କୁନି ପିଲାମାନେ, ଆଜି ପାଇଁ ଏତିକି। ବାଏ।